ଦେଖନ୍ତୁ ମନ୍ତ୍ରିମଣ୍ଡଳ ବଦଳିବ ଏ ଚର୍ଚ୍ଚାଟା ଏତେ ବାସି ଆଉ ଏତେ କ୍ରାନ୍ତିକର ହେଇଗଲାଣି ଯେ ସେ ବିଷୟରେ ଆଉ କଥା ହେବାର କୌଣସି ମୋର ଆଗ୍ରହ ନାହିଁ। ମାନେ 2 ବର୍ଷ ହେଲାଣି ସେ ସମାନ କଥା ଚାଲିଛି। ମୋହନ ମାଝୀ ଯୋଉଦିନଠୁ ମୁଖ୍ୟମନ୍ତ୍ରୀ ହେଲେଣି ଏଇଟା ବୋଧେ 200 କି 300 ଥର ସେ ସମାନ ଚର୍ଚ୍ଚା ଚାଲିଥିବ। ଯେତେ ଥର ସେ ଦିଲ୍ଲୀ ଯାଉଛନ୍ତି ଦିଲ୍ଲୀରେ ମନମୋହନ ଆଜ୍ଞା ଦିଲ୍ଲୀରେ ସେମାନେ କ'ଣ ପାଇଁ ଯାଉଛନ୍ତି? କାରଣ ଦିଲ୍ଲୀରୁ ଓଡ଼ିଶା ଶାସନ ଚାଲିଛି। ମୁଁ ଭାବୁନାହିଁ ଆଉ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଅପେକ୍ଷା ଆପଣ ଦେଖିବେ କେତେବେଳେ ହଠାତ୍ ମୁଖ୍ୟମନ୍ତ୍ରୀ ବଦଳି ଯାଇଥିବେ। ତେଣୁ ଆପଣ ଆଉ ମନ୍ତ୍ରିମଣ୍ଡଳ ଚର୍ଚ୍ଚା ଅପେକ୍ଷା ମୁଖ୍ୟମନ୍ତ୍ରୀ ବଦଳିବେ କି ନାହିଁ ସେଇ ଚର୍ଚ୍ଚା କରନ୍ତୁ। ତେଣୁ ଆପଣ ଯଦି ଭାବୁଛନ୍ତି ଯେ ସେମାନେ ଶକ୍ତିଶାଳୀ ଅଛନ୍ତି, ଯଦି ଶକ୍ତିଶାଳୀ ଅଛନ୍ତି ବିଜେଡି ନେତାଙ୍କୁ କାହିଁ କିଣୁଛନ୍ତି? ଏବଂ ବିଜେଡିର ଯେଉଁମାନେ ସ୍ପେୟାର ନେତା ଯେଉଁମାନଙ୍କୁ ବିଜେଡି ସସ୍ପେଣ୍ଡ କରିଛି ସେମାନେ ବିଜେପିକୁ ଆସିକରି କ'ଣଟା କରିପାରିବେ? ପଞ୍ଚାୟତ ନିର୍ବାଚନ ପୌର ନିର୍ବାଚନ ପାଇଁ ବାସ୍ତବରେ ବିଜେପି ପ୍ରସ୍ତୁତି ଆରମ୍ଭ କଲାଣି। ଜୁଲାଇ ମାସ ଆରମ୍ଭ ହେଲା। ବାସ୍ତବରେ ନିର୍ବାଚନ ହେବା କଥା ନଭେମ୍ବରରୁ ମାର୍ଚ୍ଚ ମାସ ଭିତରେ ଦୁଇଟା ଯାକ ନିର୍ବାଚନ ସରିଯିବା କଥା, ପୌର ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନ। ଆପଣ ଗୋଟେ ପଞ୍ଚାୟତ ନିର୍ବାଚନ ହେଲା ଭଳିଆ ଗୋଟେ ପରିସ୍ଥିତି ଗୋଟେ ପରିବେଶ ଦେଖୁଛନ୍ତି? ଆଜ୍ଞା ଦେଖନ୍ତୁ ମନ୍ତ୍ରିମଣ୍ଡଳ ବଦଳିବ ଏ ଚର୍ଚ୍ଚାଟା ଏତେ ବାସି ଆଉ ଏତେ କ୍ରାନ୍ତିକର ହେଇଗଲାଣି ଯେ ସେ ବିଷୟରେ ଆଉ କଥା ହେବାର କୌଣସି ମୋର ଆଗ୍ରହ ନାହିଁ। ମାନେ 2 ବର୍ଷ ହେଲାଣି ସେ ସମାନ କଥା ଚାଲିଛି। ମୋହନ ମାଝୀ ଯୋଉଦିନଠୁ ମୁଖ୍ୟମନ୍ତ୍ରୀ ହେଲେଣି ଏଇଟା ବୋଧେ 200 କି 300 ଥର ସେ ସମାନ ଚର୍ଚ୍ଚା ଚାଲିଥିବ। ଯେତେ ଥର ସେ ଦିଲ୍ଲୀ ଯାଉଛନ୍ତି ଦିଲ୍ଲୀରେ ମନମୋହନ ଆଜ୍ଞା ଦିଲ୍ଲୀରେ ସେମାନେ କ'ଣ ପାଇଁ ଯାଉଛନ୍ତି? କାରଣ ଦିଲ୍ଲୀରୁ ଓଡ଼ିଶା ଶାସନ ଚାଲିଛି। ଓଡ଼ିଶାରେ ଓଡ଼ିଆ ମୁଖ୍ୟମନ୍ତ୍ରୀ କିଛି ନିଷ୍ପତ୍ତି ନେଇପାରିବେ ନାହିଁ। ତେଣୁ ସେମାନେ ଦିଲ୍ଲୀ ନେତାଙ୍କର ମାର୍ଗଦର୍ଶନ ଦିଗ୍ଦର୍ଶନ ଉପଦେଶ ଆଦେଶକୁ ଅପେକ୍ଷା କରିକି ଅଛନ୍ତି। ସେମାନେ ସେଥିପାଇଁ ଯାଉଛନ୍ତି। ସେଠିକି ଗଲେ ଯେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହବ, ଗଲା 2 ମାସ ଆଣି ତ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେଉଛି। ଆଜି ହେଉଛି, କାଲି ହେଉଛି, ଏ ସପ୍ତାହରେ ହେଉଛି, ଆସନ୍ତା ସପ୍ତାହରେ ହେଉଛି। ପ୍ରଥମେ କୁହାଗଲା ଯେ ନାଇଁ ଯେତେବେଳେ 2 ବର୍ଷ ପୂର୍ତ୍ତି ହେବ ତା ପୂର୍ବରୁ ହେବ, ତାପରେ କୁହାଗଲା ନାଇଁ 2 ବର୍ଷ ପୂର୍ତ୍ତି ପରେ ହେବ, ତାପରେ କୁହାଗଲା ନାଇଁ ପ୍ରଧାନମନ୍ତ୍ରୀଙ୍କର ଗସ୍ତ ଅଛି 20 ତାରିଖରେ ତା ପୂର୍ବରୁ ହେବ କି ତା ପରେ ହେବ, ତାପରେ କହିଲା ଜୁନ୍ ଶେଷ ସପ୍ତାହ ସୁଦ୍ଧା ହେବ। ଏବେ ଜୁନ୍ ଚାଲିଗଲା, ଜୁଲାଇ ଆସିଲାଣି। ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା ଚାଲିଛି। ମୁଁ ଭାବୁନାହିଁ ଆଉ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଅପେକ୍ଷା ଆପଣ ଦେଖିବେ କେତେବେଳେ ହଠାତ୍ ମୁଖ୍ୟମନ୍ତ୍ରୀ ବଦଳି ଯାଇଥିବେ। ତେଣୁ ଆପଣ ଆଉ ମନ୍ତ୍ରିମଣ୍ଡଳ ଚର୍ଚ୍ଚା ଅପେକ୍ଷା ମୁଖ୍ୟମନ୍ତ୍ରୀ ବଦଳିବେ କି ନାହିଁ ସେଇ ଚର୍ଚ୍ଚା କରନ୍ତୁ। ସାର୍ ଦେଖିବା ଯୋଉ ଆଗକୁ ଯେହେତୁ ପଞ୍ଚାୟତ ପୌର ନିର୍ବାଚନ ଅଛି, ଯୋଉଠି ବିଜେପିର ଟିକେ ପାୱାର ଶକ୍ତି କମ୍ ଅଛି, ସେଠିକାର ଗୋଟେ ବିଧାୟକ ମନ୍ତ୍ରୀ ପଦ ମିଳିବ ବୋଲି କଥା। ପ୍ରଥମ କଥା ହେଉଛି ଯେ ସେମାନଙ୍କର କୋଉ ଜାଗାରେ ସେମାନେ ସବଳ ଅଛନ୍ତି ବର୍ତ୍ତମାନ। ପ୍ରଥମ କଥା ହେଉଛି ଯେ ସରକାର ଭୀଷଣ ଭାବରେ ଲୋକପ୍ରିୟତା ହରାଇ ଚାଲିଛି। ସରକାର କିଛି କରିବା ଅବସ୍ଥାରେ ନାହିଁ। ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବରେ ବିଗିଡ଼ି ଯାଇଛି। ପ୍ରଶାସନ ଉପରେ ସରକାରର କୌଣସି ନିୟନ୍ତ୍ରଣ ନାହିଁ। କୁଜି ନେତା ଏବଂ ବିଜେପିର ଯେଉଁମାନଙ୍କୁ କୁହାହେଉଥିଲା ଯେ ବିଜେପି କର୍ମୀମାନଙ୍କ ତୁଳନାରେ ବିଜେଡି କର୍ମୀମାନେ ଏବେ ବଳିଆର ହେବା ଆରମ୍ଭ କଲେଣି। ସତେ ଯେମିତି ବିଜେପିରେ ନେତାଙ୍କର ଅଭାବ ଅଛି। ତେଣୁ ପ୍ରତିଦିନ ବିଜେଡିରୁ ନେତା କିଣା ହେଉଛି, ଯାହାଫଳରେ ବର୍ତ୍ତମାନ ଆପଣ ଦେଖୁଥିବେ ଯେ ବିଜେଡିର ବଡ଼ ବଡ଼ ନେତାଙ୍କୁ ବିଜେପି କିଣୁଛି ଏବଂ ତାଙ୍କ ନେତାମାନେ ଆସିକରି ସେଠି ବସୁନାହାନ୍ତି। ଭଦ୍ରକ ଜିଲ୍ଲାରେ ଜଣେ ପୂର୍ବତନ ସାଂସଦ ଏବଂ ତାଙ୍କର ସ୍ତ୍ରୀ 2 ଜଣ ଯାକ ପୂର୍ବତନ ସାଂସଦ ବିଧାୟକ ସେମାନେ ଆସିକରି ଯୋଗ ଦେଉଛନ୍ତି। ଭଦ୍ରକ ଜିଲ୍ଲାର ମନ୍ତ୍ରୀ ବିଧାୟକ କେହି ସେଠିକି ଆସୁନାହାନ୍ତି ଏବଂ ଖୋଲାଖୋଲି ସେଠି ପଦ୍ମଲୋଚନ ପଣ୍ଡା ଯାହା କହିବା କଥା ତ କହିଲେ। ତେଣୁ ଆପଣ ଯଦି ଭାବୁଛନ୍ତି ଯେ ସେମାନେ ଶକ୍ତିଶାଳୀ ଅଛନ୍ତି, ଯଦି ଶକ୍ତିଶାଳୀ ଅଛନ୍ତି ବିଜେଡି ନେତାଙ୍କୁ କାହିଁ କିଣୁଛନ୍ତି? ଏବଂ ବିଜେଡିର ଯେଉଁମାନେ ସ୍ପେୟାର ନେତା ଯେଉଁମାନଙ୍କୁ ବିଜେଡି ସସ୍ପେଣ୍ଡ କରିଛି ସେମାନେ ବିଜେପିକୁ ଆସିକରି କ'ଣଟା କରିପକାଇବେ? ତେଣୁ ଏବଂ ଆପଣଙ୍କର ଆଉ ଗୋଟେ ଯେଉଁ ପ୍ରଶ୍ନ ଅଛି ଯେ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ପୂର୍ବରୁ ଏ ସରକାର ପଞ୍ଚାୟତ ନିର୍ବାଚନ ପୌର ନିର୍ବାଚନ କରିବା ଭଳିଆ ସ୍ଥିତିରେ ଅଛି? ପଞ୍ଚାୟତ ନିର୍ବାଚନ ପୌର ନିର୍ବାଚନ ପାଇଁ ବାସ୍ତବରେ ବିଜେପି ପ୍ରସ୍ତୁତି ଆରମ୍ଭ କଲାଣି। ଜୁଲାଇ ମାସ ଆରମ୍ଭ ହେଲା। ବାସ୍ତବରେ ନିର୍ବାଚନ ହେବା କଥା ନଭେମ୍ବରରୁ ମାର୍ଚ୍ଚ ମାସ ଭିତରେ ଦୁଇଟା ଯାକ ନିର୍ବାଚନ ସରିଯିବା କଥା, ପୌର ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନ। ଆପଣ ଗୋଟେ ପଞ୍ଚାୟତ ନିର୍ବାଚନ ହେଲା ଭଳିଆ ଗୋଟେ ପରିସ୍ଥିତି ଗୋଟେ ପରିବେଶ ଦେଖୁଛନ୍ତି? ମୁଁ ଯେତିକି ଭାବୁଛି ଯେ ନିର୍ବାଚନକୁ ଯେକୌଣସି ପ୍ରକାରରେ ଅତି କମରେ 6 ମାସରୁ ବର୍ଷେ ଘୁଞ୍ଚାଯିବ, ତାପରେ ଯାଇକରି କଥା। ବର୍ତ୍ତମାନ ସେମାନେ ଜାଣିଛନ୍ତି ବର୍ତ୍ତମାନ ଯଦି ନିର୍ବାଚନ ହୁଏ ତାହେଲେ ତାଙ୍କୁ ଲୁହାଚଣା ଯୋଗାଇବାକୁ ପଡ଼ିବ। ବିଜେପି ବର୍ତ୍ତମାନ ପରିସ୍ଥିତିରେ ଜିତିବା ସ୍ଥିତିରେ ନାହିଁ। ତେଣୁ ସେମାନେ ଚେଷ୍ଟା କରିବେ ନିର୍ବାଚନକୁ ଘୁଞ୍ଚାଇବା। ସାର୍ ମନ୍ତ୍ରୀ କହିଲେଣି ଯେ ଆମେ 21 ଜାଗାରେ ଆମେ 16 ଜଣ କେମିତି କାମ କରିବୁ, ଆମକୁ ଓଭରଲୋଡ କରୁଛୁ। ଦେଖନ୍ତୁ କୋଉ ମନ୍ତ୍ରୀ କହିଛନ୍ତି ତ ମୁଁ ଜାଣିନାହିଁ। ତାଙ୍କ ପାଖରେ
ଲୋକବଳର ଅଭାବ ଅଛି ନା ପ୍ରତିଭାର ଅଭାବ ଅଛି ମୁଁ କିଛି ବୁଝିପାରୁନି ଯେ 2 ବର୍ଷ ବିତିଗଲାଣି ଆପଣଙ୍କର ମନ୍ତ୍ରିମଣ୍ଡଳରେ 6ଟା ପଦବୀ ଖାଲି ପଡ଼ିଛି ଆପଣଙ୍କର ନେତା ମାଳ ମାଳ ଅଛନ୍ତି କିନ୍ତୁ ଆପଣଙ୍କର ସବୁ କର୍ପୋରେସନ ଖାଲି ପଡ଼ିଛି ଏବେ ଯଦି କେଉଁ ନେତାକୁ ଆପଣ ଯଦି କର୍ପୋରେସନରେ ଦେବେ ବି ସେ କ'ଣ କହିବ ଆଜ୍ଞା ମୁଁ ତ 2 ବର୍ଷ ମୋ ହାତରୁ ଚାଲିଗଲା 2 ବର୍ଷରୁ ଅଧିକ ସମୟ ଗଲାଣି ଏବେ ବି ଯଦି ଦାୟିତ୍ୱ ଦିଆଯାଏ ଧରନ୍ତୁ ସେମାନେ ଦାୟିତ୍ୱ ନେଲା କ୍ଷଣି ଅଳ୍ପ ଦିନ ପରେ ପଞ୍ଚାୟତ ପୌର ନିର୍ବାଚନ ପାଇଁ ଲାଗୁ ହେଇଯିବ ଆପଣଙ୍କର ନିର୍ବାଚନ ଆଚରଣ ବିଧି ତାପରେ ପୁଣି ନିର୍ବାଚନ ସାଧାରଣ ନିର୍ବାଚନ ଚାଲି ଆସିବ ଆଉ 1.5 ବର୍ଷ କି 2 ବର୍ଷ ପାଇଁ ଜଣେ କର୍ପୋରେସନ ଚେୟାରମ୍ୟାନ୍ ହେଇକରି କ'ଣଟା ତାଡ଼ି ପକେଇବ ସେ କାହିଁକି ଆଉ ଚେୟାରମ୍ୟାନ୍ ହବ କିନ୍ତୁ ବିଜେଡି ଯାଇଥିବା ନେତା କହିବା ସେମାନେ ତ ଯାହାହେଲେ ବିଜେଡି ବିଧାୟକ ଅଛନ୍ତି ସେମାନେ ଯାଇକରି ବିଜେପି ଯାଇକରି ବିଜେପି ବିଧାୟକ ଅଛନ୍ତି ଅନେକ ନେତା ଅଛନ୍ତି ଯୋଉମାନେ କିଛି ନାହାନ୍ତି ଧରନ୍ତୁ ଏଇ ଯୋଉ ମୁକ୍ତିକାନ୍ତ ମଣ୍ଡଳ ଆଉ ମଞ୍ଜୁଲତା ମଣ୍ଡଳ ୟାଙ୍କୁ କ'ଣ କରିବେ ଦେବାଶିଷ ସାମନ୍ତରାୟଙ୍କର ଯେତେବେଳେ ରାଜ୍ୟସଭା ସଦସ୍ୟ ପଦ ସରିଯିବ ତାପରେ ତାଙ୍କର ଭୂମିକା କ'ଣ ହବ ମଣ୍ଡଳ ଦମ୍ପତି କୁଆଡେ ଟିକେଟ ପାଇବେ ବୋଲି ଚର୍ଚ୍ଚା ହଉଛି ମଣ୍ଡଳ ଦମ୍ପତି ଯଦି ଟିକେଟ ପାଇବେ ତାହେଲେ ସେଠିକାର ପଦ୍ମଲୋଚନ ପଣ୍ଡାଙ୍କର ଅବସ୍ଥା କ'ଣ ହବ ରାଜେନ୍ଦ୍ର ଦାସ ଯିଏ ଥିଲେ ତାଙ୍କ ଅବସ୍ଥା କ'ଣ ହବ ଏବଂ ଯୋଉ ବିଜେପି ନେତାମାନେ ସେଠି ଦୀର୍ଘ ବର୍ଷ ଧରିକିରି ସଂଘର୍ଷ କରୁଛନ୍ତି ସେମାନଙ୍କର ଅବସ୍ଥା କ'ଣ ହବ ଭଦ୍ରକର ଏବଂ ସୁର ସୂର୍ଯ୍ୟବଂଶୀ କୁଆଡ଼େ ଯିବେ ଯଦି ମଞ୍ଜୁଲତା ମଣ୍ଡଳ କି ୟାଙ୍କୁ ଯଦି ଦିଆଯାଏ ସେଠି ଟିକେଟ ତାହେଲେ ଅଭିମନ୍ୟୁ ସେଠି କୁଆଡ଼େ ଯିବେ ସେଥିପାଇଁ ଅଭିମନ୍ୟୁ ଆପଣ ଭାବନ୍ତୁ ଯେ ତାଙ୍କ ଜିଲ୍ଲାରେ ଗୋଟେ ବଡ଼ ଆନ୍ଦୋଳନ ହେଉଛି ସେଥିରେ ଅଭିମନ୍ୟୁ ସେଠି ଆସୁନାହାନ୍ତି ସାଂସଦ ସେଠିକି ଆସୁନାହାନ୍ତି ମନ୍ତ୍ରୀ ସେଠିକି ଆସୁନାହାନ୍ତି ଭଦ୍ରକ ଜିଲ୍ଲାରେ ତାଙ୍କ ନିଜ ଦଳ ଭିତରେ ଫାଟ ଜଳ ଜଳ ହେଇକରି ଦିଶୁଛି ମନମୋହନ ସାମଲ ଗୋଟେ ପଟେ କାରଣ ଭଦ୍ରକ ଜିଲ୍ଲାରେ ମନମୋହନ ସାମଲ ହେଉଛନ୍ତି ଏକମାତ୍ର ନେତା ଯିଏ ହାରୁଛନ୍ତି ହାରିଥିବା ନେତା ସବୁ ନିଷ୍ପତ୍ତି ନେଉଛନ୍ତି ଜିତିଥିବା ନେତାମାନେ ପାଖକୁ ଆସୁନାହାନ୍ତି ପଦ୍ମଲୋଚନ ପଣ୍ଡା ଯେଉଁ ଭଳିଆ ବୋଲିବାଣୀ କରୁଛନ୍ତି ସେଟାକୁ ତାକୁ ସମ୍ଭାଳନ୍ତୁ ପ୍ରଥମେ